आमर संस्कृति आमर संस्कार सर्वदा रहू आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। कृष्णा कृष्णा हरे कृष्णा हरे हरे। सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। श्रीकृष्ण गोविंद हरे मुरारे हे नाथ नारायण वासुदेव। हरे कृष्ण राधे कृष्ण 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 दैत्यराज नरकासुर तीन लोकर उत्पात करुथिला। जदि इंद्र एठिकी फेरी आसे ताहले ताकू कहब जे नरकासुर देवलोक उपरे निजर विजयर प्रतीक स्वरूप देवतांक मातार ये कुंडल ओल्हेकी नहीं गला। जदि इंद्र एवं अन्य देवतांक बाहुरे शक्ति थाए मते युद्ध रे परास्त करी निज मार ये कुंडल फेरे नहीं जिबे। द्वारिकाधीश ए मुहूर्त देवलोक रे आतंकर बादल छाई हो जाइछि। कहीं अधर्मी नरकासुर जोगु नरकासुर देवता मानक काल रात्रि सिद्ध हो सारी से आम देवमाता को मध्य अपमानित करिछि। तांको कुंडल हरण कर नहीं। स्वामी जाई देख किए निज प्राणर आहुति देवा मो नगरी आसी पहुंची ताकू तार ये दुष्टता दंड दियो मृत्यु दंड। यथाज्ञा। चलो
स्वामी स्वामी अनर्थ हो गला। ଧୂମକେତୁ ତମେ ଯୁଦ୍ଧ କ୍ଷେତ୍ର ଛାଡ଼ି ଏମିତି କାହିଁକି ପଳେଇ ଆସିଲ? अनर्थ हो गला अनर्थ हो गला। द्वारिकार से श्रीकृष्ण आसी आमर सारा सेना को नाश कर देइछि, आमर समस्त सैन्य को मारी देइछि। ସେ ଦୁଷ୍ଟ ଗୋପାଳର ଏତେ ଦୁଃସାହସ ମୋ ନଗରୀ ଉପରେ ଆସି ଆକ୍ରମଣ କରିଛି। ନିଶ୍ଚିତ ନିୟତି ତା ମୃତ୍ୟୁ ମୋ ହାତରେ ଲେଖିଛି। ମୁଁ ନିଜେ ତାକୁ ବଧ କରିବି। ଦୁଷ୍ଟ ଗୋପାଳ ସାବଧାନ, ମୁଁ ଆସୁଛି। दुष्ट कृष्ण, तू का शक्ति साहाଯ୍ୟରେ ନରକାସୁରକୁ ଆହ୍ୱାନ ଦଉଛୁ? ତୁ କଣ ଜାଣିନୁ ଯେ ଦେବତାଙ୍କ ରାଜା ଇନ୍ଦ୍ର ବି ମୋ ବାହୁବଳରେ ପରାସ୍ତ ହୋଇ ପଳାୟନ କରିଛି? हाँ ମୁଁ ଜାଣିଛି। ତତେ କଣ ତୋ ପ୍ରାଣର ଭୟ ନାହିଁ? ନିଜ ପତ୍ନୀ ସହିତ ନିଜ ପ୍ରାଣକୁ ଆହୁତି ଦେବାକୁ ନିଜେ ମୋ ନଗରୀକୁ ଆସିଛୁ। ଭୟଭୀତ ତ ସେମାନେ ହେଇଥାନ୍ତି ଯୋଉମାନଙ୍କର କୌଣସି ମୋହ ଥାଏ ନରକାସୁର। ହଁ, ତୋର ଏ ଅଟହାସ୍ୟ ଜଣେଇ ଦଉଛି ଯେ ତୁ ନିଜେ ଡରି ଯାଇଛୁ। ଡର ପୁଣି ମତେ? ତୁ କଣ ଏକଥା ଜାଣିନୁ ଯେ ସ୍ୱର୍ଗ ଲୋକର ଦେବତା ବି ମୋ ନାଁ ଶୁଣି ଥରି ଉଠୁଛନ୍ତି? ଯୋଉ ଲୋକ ନିଜର ପ୍ରଶଂସା ନିଜ ମୁହଁରେ ହିଁ କରିଥାଏ ସେ ନିଶ୍ଚିତ ଭୟର ଶିକାର ହେଇଥାଏ। ଆରେ ତୋର ଯଦି ମୋ ପ୍ରଶଂସା ଶୁଣିବାର ଅଛି ତେବେ ସ୍ୱର୍ଗ ଲୋକକୁ ଯାଇ ଦେବତାଙ୍କ ଠାରୁ ଶୁଣ। ଦେଖ, ଏଇ ଦେଖ ମୋ କାନର କୁଣ୍ଡଳ, ଯେଉଁଥିରେ ସ୍ୱର୍ଗ ଲୋକର ଦେବତାଙ୍କର ସମ୍ପୂର୍ଣ୍ଣ ସମ୍ମାନକୁ ବନ୍ଧକ ରଖିଛି। ସେ କଥା ତ ଜାଣିଛୁ। ତାହେଲେ ତୁ ଅକାରଣରେ ମୋ ସେନାଙ୍କୁ କାହିଁକି ବଧ କଲୁ? ଅକାରଣରେ ନୁହଁ, ଏ ସମସ୍ତେ ତମର ଅଧର୍ମ କାର୍ଯ୍ୟରେ ସାଥି ଥିଲେ। ମୁଁ ଯାହା କିଛି ବି କରିଥାଏ ତାହା ହିଁ ଧର୍ମ। ତୁ କୋଉ ଅଧର୍ମର କଥା କହୁଛୁ ଗୋପାଳ? ତମେ ଦେବମାତା ଅଦିତିଙ୍କର କୁଣ୍ଡଳ ଛିନ୍ନ କରିଛ, ଏହା ଅଧର୍ମ ଥିଲା। ତମେ ଜନମଙ୍ଗଳକାରୀ ଋଷି ଆଉ ମୁନିମାନଙ୍କୁ ପୀଡ଼ା ଦେଇଛ, ଏହା ବି ଅଧର୍ମ ଥିଲା। ତମେ ପରମ ପିତା ବ୍ରହ୍ମଙ୍କ ବରଦାନର ଅସତ୍ ଉପଯୋଗ କରିଛ, ଏହା ବି ଅଧର୍ମ ଥିଲା। ରାଜା, ବ୍ରାହ୍ମଣ ଆଉ ରାଜକୁମାରୀଙ୍କୁ ତମେ ବଳପୂର୍ବକ ବନ୍ଦୀ କରି ରଖିଛ, ଏହା ଅଧର୍ମ ନୁହେଁ ତ ଆଉ କ'ଣ? ଇଏ ତୋ ପାଇଁ ଅଧର୍ମ ହେଇପାରେ ଗୋପାଳ, କିନ୍ତୁ ମୁଁ ତତେ କହିଲି ନା ଯେ ମୁଁ ଯାହା କିଛି ବି କରିଥାଏ ତାହା ହିଁ ଧର୍ମ। ସେଇଥିପାଇଁ ମୁଁ କହୁଛି ଗୋଟିଏ କଥା ଭଲ ଭାବରେ କାନ ଖୋଲିକି ଶୁଣିନେ। ମୁଁ ଏଠି ଯାହା କିଛି ବି କରୁଛି ନିଜର ଧର୍ମ ପାଳନ ପାଇଁ ହିଁ କରିଚାଲିଛି। ହଁ, ଆଉ ତମେ ବି ବୁଝିନିଅ ନରକାସୁର ଯେ ମୁଁ ବି ନିଜର ଧର୍ମ ପାଳନ କରିବାକୁ ଆସିଛି, ଆଉ ମୋ ଧର୍ମ ହେଲା ତମର ବଧ। ତୁ ମତେ ବଧ କରିବୁ? ତୁ ତାହେଲେ ନେ।
ଦେବୀ କିଏ ଆପଣ? ମୁଁ ଭୂଦେବୀ। ଏ ନରକାସୁର ମୋର ପୁତ୍ର ଥିଲା। ଭଗବାନ ପୂର୍ବ କାଳରେ ଆପଣ ଆପଣଙ୍କ ବରାହ ଅବତାର ସମୟରେ ମୋତେ ବରଦାନ ଦେଇ ଏ ପୁତ୍ରକୁ ଦେଇଥିଲେ। ଭଲ ହେଲା ଯେ ତାର ମୁକ୍ତି ଆପଣଙ୍କ ହାତରେ ହିଁ ହେଇଛି। ନିଅନ୍ତୁ ଏ କୁଣ୍ଡଳ। ଏହାକୁ ଦେବମାତା ଆଦିତିଙ୍କୁ ଉପହାର ଦେଇଦେବେ। ଦେବୀ ଆପଣଙ୍କ ପୁତ୍ର ଅଧର୍ମୀ ଏବଂ ପାପୀ ହୋଇଯାଇଥିଲା, ସେଥିପାଇଁ ମୋତେ ତାକୁ ସଂହାର କରିବାକୁ ପଡ଼ିଲା। ଆପଣ ତ ନିଶ୍ଚିତ ମୋ ଉପରେ ପାପର ଭାରକୁ ହ୍ରାସ କରିବାକୁ ଆସିଛନ୍ତି ପ୍ରଭୁ। ପୁତ୍ର ଯଦି ପାପୀ ହେଇଯାଏ, ଅଧର୍ମ କରେ, ଅନ୍ୟକୁ ପୀଡ଼ା ଦିଏ, ତାହେଲେ ସେ ନିଜ ମା ପାଇଁ ବି ଭାର ହେଇଯାଏ। ସେଥିପାଇଁ ମୋତେ ନରକାସୁରର ମୃତ୍ୟୁ ପାଇଁ ଦୁଃଖ ନାହିଁ।
ବାସୁଦେବ, ଏବେ ତ ସ୍ୱର୍ଗଲୋକକୁ ଯିବାକୁ ପଡ଼ିବ। ନିଶ୍ଚୟ ମୋତେ ଦେବମାତା ଅଦିତିଙ୍କୁ ଏ କୁଣ୍ଡଳ ଫେରାଇବାକୁ ହେବ ଯେ ଏ କୁଣ୍ଡଳରେ ଦେବତାମାନଙ୍କ ସମ୍ମାନ ଲୁଚି ରହିଛି। ମୋତେ ତାକୁ ପୁଣି ପ୍ରତିଷ୍ଠିତ କରିବାକୁ ହେବ। स्वागतम द्वारिकाधीश, इंद्रलोक को आपनको स्वागत। देवी सत्यभामा, द्वारिकाधीश सहित आपणकर भी दर्शन मिलगला। स्वागत आपनको, स्वागत। आपण नरकासुर को वध करी स्वर्गलोक को चिंतामुक्त करदेले द्वारिकाधीश। एथिरे तो सत्यभामा मते बहुत सहायता करिसेंती देवराज। सेथिपाई आमे देवी सत्यभामा को भी अभिनंदन जनाऊछु। एबे आमर प्रार्थना जे एते कठोर परिश्रम परे आपण किछि समय स्वर्गलोक रे विश्राम करंतु। ए कथा तो आमे परे हेबा देवराज। ए मुहूर्त रे तो देवमाता अदितिଙ୍କ दर्शन ପାଇଁ ମୁଁ ଭୀଷଣ ଲାଳାୟିତ। ମୁଁ ତାଙ୍କ ପାଇଁ କିଛି ଭେଟି ଆଣିଛି। ଆମକୁ ତାଙ୍କ ନିକଟକୁ ନେଇ ଚାଲନ୍ତୁ। अवश्य देवमाता भी आपणଙ୍କ ଅପେକ୍ଷାରେ। ଯେତେବେଳଠୁ ସେ ଶୁଣିଲେଣି ଯେ ଦୁଷ୍ଟ ନରକାସୁରର ବଧ ହୋଇସାରିଛି, ସେ ଅତ୍ୟନ୍ତ ପ୍ରସନ୍ନ। ଆସନ୍ତୁ ଆସନ୍ତୁ ଦ୍ୱାରିକାଧୀଶ, ଆସନ୍ତୁ। देवराज, ये दिव्य सुगंध कौठु आसुची? मो सारा शरीर एथि रोमांचित होउची। मोर तो समस्त क्रांति चलीगला। देवी, ये सुगंध तो आमर पारिजात वृक्षर पुष्परु आसुची। पारिजात? ए पारिजात वृक्ष कोठी? एई सेई उद्यान रे आम पारिजात वृक्ष रहिची। मो पूर्वरु केबे एई पारिजात भली सुंदर वृक्ष देखिनी। ताहाले चलंतु ना? चलंतु।
देवमा आम देवता मानक ए पारिजात चिर यौवनर शक्ति प्रदान करिछि। ए फूल मानक जोगु आम आयु केबे भी क्षीण होई न थाए। आमे सर्वदा चिर यौवन होई रही थाउ। देवासुर संग्राम रे पारिजात आमको समुद्र मंथन प्राप्त होइतिला। सेबिठु ए वृक्ष आम स्वर्गलोकर शोभा बढ़ाऊँच। मो पत्नी सचित ए वृक्ष तले ही क्रीड़ा करथांती। तांकर ए सौंदर्य ए वृक्षर पुष्पमानंक पई। देवराज जदि यह सत्य हुए ताहले पारिजात निश्चित चिरजौवनर औषधि। किंतु आपण देवता माने एहार एकाकी काहे लाभ नौचंती? कारण यह देवता मानंकर ही संपत्ति। तरटे महादेव भगवान शंकर ए वृक्ष आमको मागिथिले, किंतु आमे तांक सम्मुखरे हाथ जोड़ी क्षमा मागिथिलु। संभवतः सेथिपई भगवान शिव भगवती पार्वती स्वयं एक पारिजात वन सृष्टि करथिले। निज पत्नीर इच्छा पूर्ण पई किए कौन बा नकरे द्वारिकाधीश? आपणक कथारु तो एमिति लागुची जेमिति द्वारिकाधीशଙ୍କ ଉପରେ ଆପଣଙ୍କ କିଛି ଅଭିଯୋଗ ଅଛି। देवी सब पत्नीଙ୍କର निज स्वामीଙ୍କ ଉପରେ କିଛି ନା କିଛି ଅଭିଯୋଗ ଥାଏ। ଆପଣ ନିଜ ମନକୁ ପଚାରି ବୁଝନ୍ତୁ। आसतु देवमाता आपनको प्रतीक्षा करछंती। आसतु। प्रणाम देवमाता। प्रणाम देवमाता। आयुष्मान भव। पुत्र कृष्ण मातार ए कक्ष को तमको स्वागत। मु तमरी प्रतीक्षा थी। ये तो मोर सौभाग्य देवमाता। द्वारिकाधीश तमे नरकासुर को वध करी देवतांक सम्मान रक्षा करिछ। ये तो मोर धर्म थिला। नरकासुर सहित युद्धरे तो सत्यभामा भी मोर सहायता करिछंती। ताहले मो बहु सत्यभामा पाखे भी कृतज्ञ। एथिरे कृतज्ञता कौन? ये तो मोर धर्म थिला देवमाता। पत्नी तो सर्वदा पति सहायिका होता है। यही तो तुमर पतिपरायणतार लक्षण। जड़े पत्नी को सर्वदा छाया होई निज पति को साहाय्य करबा ही तार धर्म। तमर यही कार्यरू संसारर समस्त पत्नी शिक्षा पाइबे। आपनका आशीर्वाद मु धन्य हेली। हे नियंतु देवमाता, आम तरफ ये भेटी स्वीकार करंतु। आपणकर ये कुंडल जहाँ को नरकासुर छीन कर नहीं जाइथिला, द्वारकाधीश से पापी ठारू फेरे आनिचंती। सत्यभामा, ए कुंडल केवल नारीर आभूषण नुह, एथिरे जड़े नारीर सम्मान भी जड़ित हो रही थाए, जो से जीवन सारा गर्व अनुभव करि थाए। एथिरे जड़े मार मान मर्यादा भी लुचि रही, जो जड़े माँ निज संतान ठारू सुरक्षार कामना करि थाए। जड़े नारी होइथिबारु जड़े नारीर व्यथा को तमे बुझी पारिछ। तमे मते मोर गौरव, मोर सम्मान,
ପୁଣି ଫେରେଇ ଦେଇଛ। ଏଥିପାଇଁ ମୁଁ ତମକୁ କୋଉ ଶବ୍ଦରେ ଆଶୀର୍ବାଦ ଦେବି ମୁଁ ବୁଝିପାରୁନି। ଆପଣଙ୍କ ବେଦନାକୁ ଦ୍ୱାରିକାଧୀଶ ଭଲ ଭାବରେ ଜାଣିଥିଲେ। ସେଇଥିପାଇଁ ନରକାସୁର ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଇଯାଇଥିଲେ। ୟାଙ୍କର ତା ଉପରେ ବିଜୟ ୟାଙ୍କର ହିଁ ଗୌରବର ଗାଥା ଥିଲା। ମୁଁ ତ କେବଳ ନିମିତ୍ତ ମାତ୍ର ଥିଲି। ମୁଁ ତମର ଏଇ ପତିଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ। ତେଣୁ ମୁଁ ତମକୁ ହୃଦୟରୁ ଆଶୀର୍ବାଦ ଦେଉଛି ଯେ ତମେ ଦେବଲୋକର ଦେବାଙ୍ଗନାଙ୍କ ଭଳି ଅକ୍ଷୟ ଯୌବନର ସ୍ୱାମିନୀ ହେଇ ରହିବ। ଯେ ପର୍ଯ୍ୟନ୍ତ ତମେ ମୃତ୍ୟୁ ଲୋକରେ ରହିଥିବ ବାର୍ଦ୍ଧକ୍ୟ ତମକୁ ସ୍ପର୍ଶ ସୁଦ୍ଧା କରିବନି। ଆପଣଙ୍କର ଏହି ଆଶୀର୍ବାଦରେ ମୋର ପ୍ରତି ଲୋମକୂପ ପୁଲକିତ ହୋଇ ଉଠୁଛି। ଦେବମାତା, ବାସ୍ତବରେ ଧନ୍ୟ ତୁମେ ମହାରାଣୀ। ଦେବମାତା ଆଜି ଯାଏ ମୃତ୍ୟୁ ଲୋକର କାହାରିକୁ ଏମିତି ଆଶୀର୍ବାଦ ଦେଇନାହାନ୍ତି ଯାହା ଆଜି ଆପଣଙ୍କୁ ଦେଲେ। ବାସ୍ତବରେ ଯୁଦ୍ଧର ଅସଲ ଫଳ ତ ତମକୁ ମିଳିଲା ସତ୍ୟଭାମା। ଏତେ ମିଠା ଫଳ ପାଇବା ପରେ ମୋର ଆପଣ ଦୁଇ ଜଣଙ୍କୁ ଅନୁରୋଧ ଯେ ଆପଣ ଦୁହେଁ କିଛି ଦିନ ଦେବଲୋକରେ ରହି ଯୁଦ୍ଧଜନିତ କ୍ଳାନ୍ତିରୁ ମୁକ୍ତ ହୁଅନ୍ତୁ, ଆଉ ଆମକୁ ବି ଅତିଥି ସତ୍କାରର ସୁଯୋଗ ଦିଅନ୍ତୁ। ଦ୍ୱାରିକାଧୀଶ। ନା ଦେବରାଜା, କ୍ଷମା କରନ୍ତୁ। ଆମକୁ ଶୀଘ୍ର ଦ୍ୱାରିକା ପାଇଁ ପ୍ରସ୍ଥାନ କରିବାକୁ ପଡ଼ିବ। ନହେଲେ ଦେବଲୋକର ଆତିଥ୍ୟକୁ କେହି କ'ଣ କେବେ ମନେ କରିପାରେ। ବାସ୍ ଏବେ ଆପଣମାନେ ଆମକୁ ଆଜ୍ଞା ଦିଅନ୍ତୁ। ତୁମର କଲ୍ୟାଣ ହେଉ ଦ୍ୱାରିକାଧୀଶ। ଯାହା ଆପଣଙ୍କର ଇଚ୍ଛା ପ୍ରଭୁ। ଆସନ୍ତୁ ଆସନ୍ତୁ। ଆପଣଙ୍କୁ ସ୍ୱାଗତ ପ୍ରଭୁ। ଦ୍ୱାରିକାଧୀଶ, ଆପଣ ଦେବଲୋକକୁ ଚିନ୍ତାମୁକ୍ତ କରି ଫେରି ଆସିଲେ। ମୁଁ ତ ଆପଣଙ୍କ ପ୍ରତିଜ୍ଞାରେ ହିଁ ଥିଲି। ଦେବମାତା କୁଶଳରେ ଅଛନ୍ତି ତ? ହଁ ରୁକ୍ମିଣୀ, ଦେବମାତା ଅଦିତିଙ୍କ ସମ୍ମାନ ରକ୍ଷା ହୋଇଗଲା। ନରକାସୁର ଦ୍ୱାରା ଛିନ୍ନ ହୋଇଥିବା କୁଣ୍ଡଳକୁ ପାଇ ଦେବମାତା ଆନନ୍ଦରେ ବିଭୋର ହୋଇ ଉଠିଲେ। ତମେ ଜାଣିଛ, ଏ ଯୁଦ୍ଧରେ ସତ୍ୟଭାମା ମୋର ବହୁତ ସହାୟତା କରିଛନ୍ତି। ଜାଣିଛି, ମୋ ଭଉଣୀ ଆପଣଙ୍କୁ ସହାୟତା କରି ନିଜର କର୍ତ୍ତବ୍ୟ ପାଳନ କରିଛି ପ୍ରଭୁ। ସତ୍ୟଭାମାଙ୍କୁ ଏଥିପାଇଁ ଅତ୍ୟନ୍ତ ମଧୁର ଫଳ ବି ମିଳିଛି। ଆଚ୍ଛା, କ'ଣ ଯେ? ସତ୍ୟଭାମାଙ୍କୁ ଦେବମାତା ଅଦିତି
ଚିର ଯୌବନା ହେଇ ରହିବା ପାଇଁ ଆଶୀର୍ବାଦ ଦେଇଛନ୍ତି। ଆରେ ବାଃ, ଇଏ ତ ବହୁତ ଭଲ କଥା। ଏବେ ତ ଆମ ସତ୍ୟଭାମା এই ପୃଥିବୀରେ କାହାକୁ ବି ନିଜ ସମାନ ବୋଲି ଭାବିବନି। ହଁ ଆପଣଙ୍କ ଲୀଳା ବଡ଼ ଅଦ୍ଭୁତ ପ୍ରଭୁ। ହସୁଛ କାହିଁକି ରୁକ୍ମିଣୀ? ମୁଁ ତମ ପାଇଁ ବି ସେଇ ଦିବ୍ୟ ପାରିଜାତ ପୁଷ୍ପ ଗୋଟିଏ ନେଇକି ଆସିଛି। ଏହାରି କାରଣରୁ ଚିର ଯୌବନ ପ୍ରାପ୍ତ ହୋଇଥାଏ। ନିଅ, ମୋ ତରଫରୁ ଏ ଭେଟି ସ୍ୱୀକାର କର। ଦ୍ୱାରିକାଧୀଶ, ମୁଁ ତ ପ୍ରଥମରୁ ହିଁ ଆପଣଙ୍କ ନିତ୍ୟରମଣା। ମୋର ଚିରଯୌବନ ହବା କଣ ଆବଶ୍ୟକ? ତଥାପି ବି ଆପଣ ଦେବଲୋକରୁ ଫେରିବା ସମୟରେ ଯେହେତୁ ମୋତେ ମନେ ପକାଇଛନ୍ତି, ସେଥିପାଇଁ ମୁଁ ନତମସ୍ତକ ହେଇ ଆପଣଙ୍କର ଏ ଭେଟିକୁ ସ୍ୱୀକାର କରୁଛି। ଆଉ ଏଥିପାଇଁ ଗର୍ବ କରୁଛି ଯେ ସତ୍ୟଭାମା ପାଖରେ ଥିଲାବେଳେ ବି ଆପଣ ମୋତେ ସ୍ମରଣ ରଖିଛନ୍ତି। କିନ୍ତୁ ଗୋଟିଏ କଥା କୁହନ୍ତୁ ଦ୍ୱାରିକାଧୀଶ, ଯେ ମୋ ପାଖରେ ଏ ପାରିଜାତ ପୁଷ୍ପ ଦେଖି ମୋ ସାନ ଭଉଣୀ ସତ୍ୟଭାମାର କଣ ପ୍ରତିକ୍ରିୟା ହବ, ଏ କଥା ଭାବିଛନ୍ତି ଆପଣ? ପ୍ରତିକ୍ରିୟା କାହିଁକି କରିବେ? ତାଙ୍କୁ ତ ଚିର ଯୌବନ ହେବାର ଆଶୀର୍ବାଦ ଆଗରୁ ମିଳିସାରିଛି। ଆସିବା ସମୟରେ ଦେବରାଜ ମୋତେ କେବଳ ଗୋଟିଏ ଫୁଲ ଭେଟି ଭାବରେ ଦେଇଥିଲେ। ତେଣୁ ଜଣେ ପତିର କର୍ତ୍ତବ୍ୟ ଭାବି ମୁଁ ତାକୁ ତମକୁ ଦେଇଦେଲି। ଏଥିରେ କେହି କିଛି ପ୍ରତିକ୍ରିୟା କରିବାର କାହିଁକି ପ୍ରଶ୍ନ ଉଠୁଛି? ଭୁଲି ଯାଆନ୍ତୁନି ଦ୍ୱାରିକାଧୀଶ, ଆପଣ ମୋତେ ଏ ପାରିଜାତ ପୁଷ୍ପ ଦେଇ ମୋତେ ବି ସତ୍ୟଭାମା ଆଗରେ ଅସୁବିଧାରେ ପକେଇଦେଲେ। ଏମିତିରେ ସତ୍ୟଭାମାର ଅହଙ୍କାର କେବେ କିଛି କମ୍ ଥିଲା ନା କଣ? ଆମେ ତ ତାର ଅହଙ୍କାର ବିନାଶ ବିଷୟରେ କଥା ହଉଥିଲେ, କିନ୍ତୁ ଆପଣ ଏସବୁ ଲୀଳା ରଚନା କରି ତା ଅହଙ୍କାରକୁ ଆହୁରି ବଢେଇ ଦେଲେ ପ୍ରଭୁ। କିନ୍ତୁ ତମେ ତ ମୋ ବିଷୟରେ ସବୁ କିଛି ଜାଣିଛ ରୁକ୍ମିଣୀ। ଆଉ ଏକଥା ବି ଜାଣିଛି ଯେ ଆପଣ କାହାରି ଅହଙ୍କାରକୁ ହରଣ କରିବା ପୂର୍ବରୁ ତା ଅହଙ୍କାରର ଆକାରକୁ ଶେଷ ସୀମା ପର୍ଯ୍ୟନ୍ତ ନେଇଯାଆନ୍ତି, ଆଉ ତାପରେ ତା ଅହଙ୍କାରକୁ ହରଣ କରନ୍ତି। କଣ ଏଇଆ ନା? ସତ୍ୟଭାମା ତ ପୃଥିବୀ ତତ୍ତ୍ୱରୁ ଜନ୍ମ ନେଇଛି। ଚିର ଯୌବନ ହବାର ବର ପାଇବା ପରଠୁ ତାହା ପାଦ ତ ମାଟିରେ ଲାଗୁନଥିବ। ସେ ତ ଖୁସିରେ ପାଗିଳି ହେଇ ଉଠୁଥିବ। ଦେବମାତା ତାଙ୍କ କୁଣ୍ଡଳ ପାଇଁ ମୋ ଉପରେ ଏତେ ଦୟାଳୁ ହେଇଗଲେ, ଏତେ ଦୟାଳୁ ହେଇଗଲେ। କେତେ ଦୟାଳୁ ହେଇଗଲେ ମହାରାଣୀ। ଆପଣଙ୍କ ହସ ଦେଖି ତ ଏମିତି ଲାଗୁଛି ଯେମିତି ସ୍ୱର୍ଗଲୋକର ସମସ୍ତ ସମ୍ପଦ ଆପଣଙ୍କୁ ଦେଇ ଦେଇଛନ୍ତି। କଥା ତ ସେଇଭଳି ସଖୀ। ସେ ମୋତେ ଆଶୀର୍ବାଦ ଦେଇଥିଲେ, ଆଉ ସେ ଆଶୀର୍ବାଦ ଆଗରେ ସ୍ୱର୍ଗଲୋକର ସମ୍ପଦ ବି ତୁଚ୍ଛ। ଏମିତି କଣ ସେ ଆଶୀର୍ବାଦ ଆପଣଙ୍କୁ ଦେଲେ ମହାରାଣୀ? ଯାହା ଏ ପୃଥିବୀ ଲୋକର କୌଣସି ରାଣୀକୁ କେବେ ବି ମିଳିନି। ଏଇ ମୁହୂର୍ତ୍ତରେ ସଂସାରର ସମସ୍ତ ନାରୀ ମୋ ଆଗରେ ନୀଚ ହେଇଗଲେ। ଆମକୁ ବି ତ କୁହନ୍ତୁ, ଆପଣଙ୍କୁ ଏ ଖୁସିରେ ଆମକୁ ବି ତ ସାମିଲ କରନ୍ତୁ। ସମୟ ମୋ ଆୟୁଷ ନିକଟରେ ସ୍ଥିର ହେଇଯାଇଛି। ମୁଁ ଚିର ଯୌବନା ହେଇଯାଇଛି। ଚିର ଯୌବନା? ହଁ, ଏବେ ମୁଁ କେବେ ବି ବୃଥା ହେବିନି, ସଦା ଯୌବନବତୀ ରହିବି। ସଂସାରରେ କୌଣସି ସ୍ତ୍ରୀକୁ ନିଜ ରୂପ ଆଉ ସୌନ୍ଦର୍ଯ୍ୟକୁ ଅମଳିନ ରଖିବାର ସୌଭାଗ୍ୟ ପ୍ରାପ୍ତ ହେଇନି ମୋ ବ୍ୟତୀତ। ନାରାୟଣ 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 ନାରାୟଣ।
ସତ୍ୟଭାମାର ପ୍ରଣାମ ସ୍ୱୀକାର କରନ୍ତୁ। ଦେବୀ ସତ୍ୟଭାମା ଆଜି ଏତେ ପ୍ରସନ୍ନ ଦେଖାଯାଉଛନ୍ତି। ହଁ, ଦେବଲୋକ ଯାତ୍ରା କରି ଫେରିଛନ୍ତି ଯେତେବେଳେ। କଥା ହେଉଛି ମୁନିରାଜ, ଦେବଲୋକରୁ ମୁଁ ଏମିତି ଅମୂଲ୍ୟ ନିଧି ନେଇକି ଆସିଛି ଯାହାର ପାତ୍ରୀ କେବଳ ମୁଁ। ଇଏ ତ ବହୁତ ଭଲ କଥା ଦେବୀ। କେଉଁ ଅଳଙ୍କାରରେ ବିଭୂଷିତ ହେଇଛନ୍ତି ଆପଣ ଦେବଲୋକରେ? ଅଳଙ୍କାରରେ ନୁହେଁ ଦେବର୍ଷି, ଆଶୀର୍ବାଦରେ କୁହନ୍ତୁ। ଦେବମାତା ଅଦିତି ମୋତେ ଆଜୀବନ ଚିରଯୌବନା ରହିବାର ଆଶୀର୍ବାଦ ଦେଇଛନ୍ତି। ଆଚ୍ଛା ଆଚ୍ଛା, ତାହେଲେ ଏମିତିକା କଥା। କିନ୍ତୁ 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 କ'ଣ? ଏଇ ଯେ ପ୍ରଭୁ ଯେତେବେଳେ ଦେବଲୋକରୁ ଫେରୁଥିଲେ ତ ଦେବରାଜ ଇନ୍ଦ୍ର ତାଙ୍କୁ ଏକ ପାରିଜାତ ପୁଷ୍ପ ବି ଭେଟି ଦେଇଥିଲେ। ପାରିଜାତ ପୁଷ୍ପ? ହଁ, ପ୍ରଭୁଙ୍କ ଲୀଳା ବି ବଡ଼ ବିଚିତ୍ର। କେବେ ଅସମାନତା ରଖନ୍ତିନି। ସେ ଆପଣଙ୍କୁ ଚିର ଯୌବନ ହେବାର ଆଶୀର୍ବାଦ ତ ଦେଇଦେଲେ, ଆଉ ଦେବୀ ରୁକ୍ମିଣୀଙ୍କୁ ପାରିଜାତ ପୁଷ୍ପ ଭେଟି ଦେଇଦେଲେ। ନାରାୟଣ ନାରାୟଣ। କ'ଣ? ଦ୍ୱାରିକାଧୀଶ ପାରିଜାତ ପୁଷ୍ପ ନାନୀକୁ ଭେଟିଦେଲେ? ହଁ, ପାରିଜାତର ମହତ୍ଵ ଜାଣିଛନ୍ତି ଦେବୀ? ଏ ପୁଷ୍ପ ଯାହା ପାଖରେ ରହିଥାଏ ତାକୁ ସଂସାରର ସବୁ ବୈଭବ, ସୁଖ, ସନ୍ତାନ, ମାନ, ଯଶ ଆଉ ପ୍ରତିଷ୍ଠା ପ୍ରାପ୍ତି ହେଇଥାଏ। ଚିର ଯୌବନ ହେବାର ଆଶୀର୍ବାଦ ତ ତାକୁ ସହଜରେ ମିଳିଯାଏ ଦେବୀ। ଦ୍ୱାରିକାଧୀଶ ନିଜେ ଦେବୀ ରୁକ୍ମିଣୀଙ୍କୁ ସେ ପୁଷ୍ପ ଧାରଣ କରିବାକୁ କହିଛନ୍ତି। ଏମିତି ଭାବରେ ପ୍ରଭୁ ତାଙ୍କର ଦୁଇ ପାଟରାଣୀକୁ ଚିର ଯୌବନା କରିଦେଇଛନ୍ତି। ଆପଣ ଚିର ଯୌବନା ହେଇଥିବାରୁ ବଧେଇ ଦେବୀ। ବା ପ୍ରଭୁ ବା, ନାରାୟଣ ନାରାୟଣ। ନାରାୟଣ ନାରାୟଣ। ବହୁତ ଗର୍ବ କରୁଥିଲୁ ନା ତୁ ଚିର ଯୌବନା ହେଇଛୁ ବୋଲି? ବହୁତ ଅହଙ୍କାର ଆସିଥିଲା ତୋର। ଦ୍ୱାରିକାଧୀଶ ତତେ ହିଁ ଅଧିକ ଭଲ ପାଆନ୍ତି। ଜାଣିପାରିଲୁ ତ? ଏବେ ତୁ ସତ୍ୟକୁ ସ୍ୱୀକାର କର। ଦ୍ୱାରିକାଧୀଶ କପଟିଆ କପଟିଆ। ନାଇଁ, ଦ୍ୱାରିକାଧୀଶ କପଟିଆ ନୁହନ୍ତି। ଯଦି ମୋତେ ସେ ସବୁଠୁ ଅଧିକ ଭଲ ପାଉନଥାନ୍ତି ତାହେଲେ ମୋତେ ନିଜ ସହିତ ଯୁଦ୍ଧକୁ ନେଇନଥାନ୍ତେ। ତାହେଲେ ତତେ କାହିଁକି ପାରିଜାତ ପୁଷ୍ପ ଦେଲେନି ସିଏ? ଏବେ ତୁ ଆଖିରୁ ପଟି ଖୋଲିଦେ ସତ୍ୟଭାମା। ସିଏ ସବୁଠୁ ଅଧିକ ରୁକ୍ମିଣୀକି ହିଁ ଭଲ ପାଆନ୍ତି, ତତେ ନୁହେଁ। ନାଇଁ, ଏସବୁ ମିଥ୍ୟା। ମୁଁ ତୋ କଥା କିଛି ଶୁଣିବିନି। ସେ ସବୁଠୁ ବେଶୀ ମୋତେ ଭଲ ପାଆନ୍ତି। ଏହାର ପ୍ରମାଣ କ'ଣ? କେମିତି ପ୍ରମାଣ କରିପାରିବୁ ତୁ? କରିବି, ଅବଶ୍ୟ ପ୍ରମାଣ କରିବି। କିନ୍ତୁ କେମିତି? ସେ ତ ରୁକ୍ମିଣୀକୁ ଗୋଟିଏ ଫୁଲ ହିଁ ଦେଇଛନ୍ତି, ଆଉ ମୁଁ ତାଙ୍କ ଦ୍ୱାରା ପୃଥିବୀକୁ ପୁରା ପାରିଜାତ ବୃକ୍ଷ ହିଁ ଅଣେଇବି।
ତମର ପାରିଜାତ ବୃକ୍ଷ ଦରକାର? ହଁ ପାରିଜାତ ବୃକ୍ଷ ଦରକାର। କିନ୍ତୁ ପାରିଜାତ ବୃକ୍ଷ ତ ଦେବଲୋକର ନନ୍ଦନବନରେ ଅଛି। ହଁ ସେହି ପାରିଜାତ ବୃକ୍ଷକୁ ଆପଣଙ୍କୁ ଦେବଲୋକରୁ ପୃଥିବୀ ଲୋକକୁ ଆଣିବାକୁ ପଡ଼ିବ ମୋ ପାଇଁ। ସତ୍ୟଭାମା, ସତ୍ୟଭାମା, ମୁଁ ତମକୁ ଖୁସି ଦେଖିବାକୁ ଚାହେଁ। ଆଉ ତମକୁ ଖୁସି ଦେଖିବା ପାଇଁ ମୁଁ କିଛି ବି କରିପାରେ। କିନ୍ତୁ 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 କିଛି ନାହିଁ। ମୁଁ ଆପଣଙ୍କୁ ଆଉ କିଛି କରିବାକୁ କହୁନି। ମୁଁ କେବଳ ଏତିକି କହୁଛି, ଆପଣ ମୋ ପାଇଁ ପାରିଜାତ ବୃକ୍ଷ ନେଇକି ଆସନ୍ତୁ ବାସ୍। ଆପଣଙ୍କ ଏ ମିଠା ହସର ମୋ ଉପରେ କିଛି ପ୍ରଭାବ ପଡ଼ିବନି। ମୁଁ ଆପଣଙ୍କ ମିଠା ମିଠା କଥା ଆଦୌ ଶୁଣିବିନି। ମୁଁ ଜାଣିସାରିଛି ଆପଣ ମୋ ସହିତ ଅନ୍ୟାୟ କରୁଛନ୍ତି। ଅନ୍ୟାୟ? ମୁଁ ତମ ସହିତ ଅନ୍ୟାୟ କରିଛି ସତ୍ୟଭାମା? ହଁ ଦ୍ୱାରିକାଧୀଶ, ହଁ ଆପଣ ମୋ ସହିତ କେବଳ ଅନ୍ୟାୟ ନୁହଁ, ଛଳ କପଟ ବି କରୁଛନ୍ତି। ଛଳ କପଟ? ଆଉ ପୁଣି ତମ ସହିତ? ଦେଖନ୍ତୁ ବାସୁଦେବ, ମତେ ଅଧିକ ବିବ୍ରତ କରନ୍ତୁନି। ମୁଁ କ୍ରୋଧିତା ହେଇ ଯେମିତି କିଛି ଅଶୁଭ କହି ନ ଦିଏ। ମୁଁ ଜାଣିଛି ତମେ କ୍ରୋଧିତ ହେଇଛ। ତମ କ୍ରୋଧକୁ ଶାନ୍ତ କରିବା ପାଇଁ ତ ମୁଁ ତମ ପାଖକୁ ଆସିଛି, ଆଉ ତମକୁ ବୁଝଉଛି ବି। ମତେ ବୁଝେଇବାକୁ ଆଦୌ ଚେଷ୍ଟା କରନ୍ତୁନି। ମୁଁ ସବୁ ବୁଝି ସାରିଲିଣି, ଆପଣଙ୍କୁ ବି ଆଉ ଆପଣଙ୍କ ମିଥ୍ୟା ପ୍ରେମକୁ ବି। ଏହାର ଅର୍ଥ ତ ଏଇଆ ଯେ ତମର ମୋ ଉପରେ ବିଶ୍ୱାସ ହିଁ ନାହିଁ। ବିଶ୍ୱାସ ଅଛି, ସେଇଥିପାଇଁ ତ ଆପଣ ମୋ ବିଶ୍ୱାସକୁ ଆଘାତ ଦେଇଛନ୍ତି। ବିଶ୍ୱାସକୁ ଆଘାତ ଦେଇଛି? ଆଚ୍ଛା, ତମେ ମୋତେ ଏକଥା କୁହ ଯେ ତମକୁ ଏସବୁ ଜ୍ଞାନ କିଏ ଦେଇଛି ମହାରାଣୀ? ମୁଁ ତ ସର୍ବଦା ଧର୍ମର ପାଳନ କରି ଆସିଛି, ଆଉ ତମେ ପୁଣି ମୋର ଧର୍ମପତ୍ନୀ। ତେଣୁ ତମ ସହିତ ମୁଁ ଅଧର୍ମ ବ୍ୟବହାର କେମିତି କରିପାରିବି? ଆପଣ ମତେ ବାକ୍ଚାତୁର୍ୟରେ ଭୁଲେଇ ପାରିବେନି। କଥାରେ କଥାରେ ଅନ୍ୟକୁ ପ୍ରଭାବିତ କରିବାର କଳାରେ ଆପଣ ବଡ଼ ଚତୁର। ଆଉ ଆପଣଙ୍କର ସେମିତି କଥାରେ ଫୁଲି ମୁଁ ମୋ ପଣରୁ କେବେ ଓହରିଯିବିନି, ଏକଥା ଜାଣି ରଖନ୍ତୁ ଦ୍ୱାରିକାଧୀଶ। ଆଚ୍ଛା, ତାହେଲେ ମୋତେ କୁହ ଯେ ମୋତେ କ'ଣ କରିବାକୁ ହବ? ଏଇଆ ଯେ ପୁରା ପାରିଜାତ ବୃକ୍ଷ ଆଣି ମତେ, କେବଳ ମତେ ହିଁ ଭେଟି ଦେବାକୁ ହବ। ଦ୍ୱାରିକାଧୀଶ, ମୁଁ ତ ପ୍ରଥମରୁ ହିଁ ଆପଣଙ୍କ ନିତ୍ୟରମଣା। ମୋର ଚିରଯୌବନ ହବା କ'ଣ ଆବଶ୍ୟକ? ତଥାପି ବି ଆପଣ ଦେବଲୋକରୁ ଫେରିବା ସମୟରେ ଯେହେତୁ ମୋତେ ମନେ ପକାଇଛନ୍ତି, ସେଥିପାଇଁ ମୁଁ ନତମସ୍ତକ ହେଇ ଆପଣଙ୍କର ଏ ଭେଟିକୁ ସ୍ୱୀକାର କରୁଛି। କିନ୍ତୁ ଗୋଟିଏ କଥା କୁହନ୍ତୁ ଦ୍ୱାରିକାଧୀଶ, ଯେ ମୋ ପାଖରେ ଏ ପାରିଜାତ ପୁଷ୍ପ ଦେଖି ମୋ ସାନ ଭଉଣୀ ସତ୍ୟଭାମାର କ'ଣ ପ୍ରତିକ୍ରିୟା ହବ, ଏକଥା ଭାବିଛନ୍ତି ଆପଣ? ସେ ତ ରୁକ୍ମିଣୀକୁ ଗୋଟିଏ ଫୁଲ ହିଁ ଦେଇଛନ୍ତି, ଆଉ ମୁଁ ତାଙ୍କ ଦ୍ୱାରା ପୃଥିବୀକୁ ପୁରା ପାରିଜାତ ବୃକ୍ଷ ହିଁ ଅଣେଇବି। ଏ ମୁଁ କ'ଣ ଶୁଣୁଛି ସତ୍ୟଭାମା? ତମର ପାରିଜାତ ବୃକ୍ଷ ଦରକାର? ହଁ, ପାରିଜାତ ବୃକ୍ଷ ଦରକାର। କିନ୍ତୁ ପାରିଜାତ ବୃକ୍ଷ ତ ଦେବଲୋକର ନନ୍ଦନବନରେ ଅଛି। ସତ୍ୟଭାମା, ସତ୍ୟଭାମା, ମୁଁ ତମକୁ ଖୁସି ଦେଖିବାକୁ ଚାହେଁ, ଆଉ ତମକୁ ଖୁସି ଦେଖିବା ପାଇଁ ମୁଁ କିଛି ବି କରିପାରେ। କିନ୍ତୁ 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 କିଛି ନାହିଁ। ମୁଁ ଆପଣଙ୍କୁ ଆଉ କିଛି କରିବାକୁ କହୁନି। ମୁଁ କେବଳ ଏତିକି କହୁଛି, ଆପଣ ମୋ ପାଇଁ ପାରିଜାତ ବୃକ୍ଷ ନେଇକି ଆସନ୍ତୁ ବାସ୍। ଆପଣଙ୍କ ଏ ମିଠା ହସର ମୋ ଉପରେ କିଛି ପ୍ରଭାବ ପଡ଼ିବନି। ମୁଁ ଆପଣଙ୍କ ମିଠା ମିଠା କଥା ଆଦୌ ଶୁଣିବିନି। ମୁଁ ଜାଣିସାରିଛି ଆପଣ ମୋ ସହିତ ଅନ୍ୟାୟ କରୁଛନ୍ତି। ଅନ୍ୟାୟ? ମୁଁ
ତମ ସହିତ ଅନ୍ୟାୟ କରିଛି ସତ୍ୟଭାମା? ହଁ ଦ୍ୱାରିକାଧୀଶ, ହଁ, ଆପଣ ମୋ ସହିତ କେବଳ ଅନ୍ୟାୟ ନୁହଁ, ଛଳ କପଟ ବି କରୁଛନ୍ତି। ଛଳ କପଟ? ଆଉ ପୁଣି ତମ ସହିତ? ଦେଖନ୍ତୁ ବାସୁଦେବ, ମତେ ଅଧିକ ବିବ୍ରତ କରନ୍ତୁନି। ମୁଁ କ୍ରୋଧିତା ହେଇ ଯେମିତି କିଛି ଅଶୁଭ କହି ନ ଦିଏ। ମୁଁ ଜାଣିଛି ତମେ କ୍ରୋଧିତ ହେଇଛ। ତମ କ୍ରୋଧକୁ ଶାନ୍ତ କରିବା ପାଇଁ ତ ମୁଁ ତମ ପାଖକୁ ଆସିଛି, ଆଉ ତମକୁ ବୁଝଉଛି ବି। ମତେ ବୁଝେଇବାକୁ ଆଦୌ ଚେଷ୍ଟା କରନ୍ତୁନି। ମୁଁ ସବୁ ବୁଝି ସାରିଲିଣି, ଆପଣଙ୍କୁ ବି ଆଉ ଆପଣଙ୍କ ମିଥ୍ୟା ପ୍ରେମକୁ ବି। ଏହାର ଅର୍ଥ ତ ଏଇଆ ଯେ ତମର ମୋ ଉପରେ ବିଶ୍ୱାସ ହିଁ ନାହିଁ। ବିଶ୍ୱାସ ଅଛି, ସେଇଥିପାଇଁ ତ ଆପଣ ମୋ ବିଶ୍ୱାସକୁ ଆଘାତ ଦେଇଛନ୍ତି। ବିଶ୍ୱାସକୁ ଆଘାତ ଦେଇଛି? ଆଚ୍ଛା, ତମେ ମତେ ଏକଥା କୁହ ଯେ ତମକୁ ଏସବୁ ଜ୍ଞାନ କିଏ ଦେଇଛି ମହାରାଣୀ? ମୁଁ ତ ସର୍ବଦା ଧର୍ମର ପାଳନ କରି ଆସିଛି, ଆଉ ତମେ ପୁଣି ମୋର ଧର୍ମପତ୍ନୀ। ତେଣୁ ତମ ସହିତ ମୁଁ ଅଧର୍ମ ବ୍ୟବହାର କେମିତି କରିପାରିବି? ଆପଣ ମତେ ବାକ୍ଚାତୁର୍ୟରେ ଭୁଲେଇ ପାରିବେନି। କଥାରେ କଥାରେ ଅନ୍ୟକୁ ପ୍ରଭାବିତ କରିବାର କଳାରେ ଆପଣ ବଡ଼ ଚତୁର। ଆଉ ଆପଣଙ୍କର ସେମିତି କଥାରେ ଭୁଲି ମୁଁ ମୋ ପଣରୁ କେବେ ଓହରି ଯିବିନି, ଏ କଥା ଜାଣି ରଖନ୍ତୁ ଦ୍ୱାରିକାଧୀଶ। ଆଚ୍ଛା, ତାହେଲେ ମତେ କୁହ ଯେ ମତେ କଣ କରିବାକୁ ହବ? ଏଇଆ ଯେ ପୁରା ପାରିଜାତ ବୃକ୍ଷ ଆଣି ମତେ, କେବଳ ମତେ ହିଁ ଭେଟି ଦେବାକୁ ହବ। ଦେବଲୋକରେ ତ ଆପଣ ମତେ ସେ ପୁଷ୍ପ ଭେଟି ଦେଇ ନଥିଲେ, ଆଉ ଲୁଚେଇ ଚୋରେଇ ସେଇ ପୁଷ୍ପ ଆଣି ଏଠି ରୁକ୍ମିଣୀ ନାନୀକୁ ଭେଟି ଦେଇଦେଲେ। ଏହାର ଅର୍ଥ ଏଇଆ ହେଲା ନା ଯେ ଆପଣ ନାନୀ ରୁକ୍ମିଣୀକୁ ସବୁଠୁ ଅଧିକ ଭଲ ପାଆନ୍ତି? ଇଏ ତମର ଭ୍ରମ ସତ୍ୟଭାମା। ଇଏ ମୋର ଭ୍ରମ ନୁହେଁ ଦ୍ୱାରିକାଧୀଶ, ଏବେ ମୋର ଆଖି ଖୋଲି ଯାଇଛି। ମୁଁ ପାଗଳି ଥିଲି, ଆଉ ସର୍ବଦା ଭାବୁଥିଲି ଯେ ମୁଁ ହିଁ ବାସୁଦେବଙ୍କର ସବୁଠୁ ନିକଟତମ। ମୁଁ ଏକଥା ଭାବୁଥିଲି, ଯେତିକି ମୁଁ ବାସୁଦେବଙ୍କୁ ଭଲ ପାଉଛି ସେତେ ଭଲ ଅନ୍ୟ କେହି ବି ପାଉନଥିବେ। କିନ୍ତୁ ସତ୍ୟଭାମା। କିନ୍ତୁ କିଛି ନାହିଁ ବାସୁଦେବ। ନାରୀ ଯାହାକୁ ସବୁଠୁ ଅଧିକ ପ୍ରେମ କରେ, ତାଙ୍କ ପାଖରେ ପ୍ରେମର ଭାଗ ସେ ସହିପାରେନି। ଯଦି ତାକୁ ଲାଗେ ତାର ପ୍ରେମିକ ତା ପ୍ରେମର ପୂର୍ଣ୍ଣ ପ୍ରତିଦାନ ଦେଉନାହିଁ ବୋଲି, ତାହେଲେ ତା ପ୍ରେମର ଅପମାନ ହେବ ନା ନାହିଁ ଦ୍ୱାରିକାଧୀଶ? ତାର ମାନ ଭୁଲୁଣ୍ଠିତ ହେବ। ସେମିତି କିଛି ନାହିଁ ସତ୍ୟଭାମା। କାହିଁକି ନାହିଁ ଦ୍ୱାରିକାଧୀଶ? ମୁଁ ଗର୍ବରେ ସମସ୍ତଙ୍କ ଆଗରେ କହୁଥିଲି ମୁଁ ବାସୁଦେବଙ୍କର ପ୍ରିୟ ପତ୍ନୀ। ସେଇଥିପାଇଁ ସେ ମତେ ନିଜ ସାଥିରେ ଯୁଦ୍ଧକୁ ନେଇ ଯାଇଥିଲେ। ଆଉ ଆଜି ଆଜି ଏ ମହଲର କାନ୍ଥ, ଏ ଝରକା, ଏ ସମସ୍ତ ବିଳାସ ବ୍ୟସନର ବସ୍ତୁ ମତେ ପରିହାସ କରି ମୁହଁ ମୋଡୁଛନ୍ତି, ଆଉ କହୁଛନ୍ତି ମୁଁ ବାସୁଦେବଙ୍କର ପ୍ରିୟ ନୁହଁ। ମୁଁ ବାସୁଦେବଙ୍କର ପ୍ରିୟ ନୁହଁ। ମୁଁ ବାସୁଦେବଙ୍କର ପ୍ରିୟ ନୁହଁ। କିନ୍ତୁ ସତ୍ୟଭାମା, ତମେ ତ ମୋର ନିହାତି ପ୍ରିୟ। ନାଇଁ, ଏହା ଅସତ୍ୟ। ଏହା ସତ୍ୟ ନୁହେଁ ବାସୁଦେବ। ମୁଁ କେବେ ଅସତ୍ୟ କୁହେନି ସତ୍ୟଭାମା। ବାସ୍ତବିକତା କଣ ସେ ବିଷୟରେ ତ ତମେ ଥରେ ବିଚାର ହିଁ କରିନ। ବାସ୍ତବିକତା ଏଇଆ ଯେ ନାନୀଙ୍କର କଲ୍ୟାଣ ପାଇଁ ଆପଣ ପାରିଜାତ ପୁଷ୍ପ ତାଙ୍କୁ ଦେଇଛନ୍ତି, ମତେ ନୁହଁ। ନା, ବାସ୍ତବିକତା ତ ଏଇଆ ଯେ ତମେ ଦେବଲୋକରେ ପାରିଜାତକୁ ଦର୍ଶନ କରିଥିଲ, ତାର ପୁଷ୍ପକୁ ଦେଖିଥିଲ, ଆଉ ସୁଗନ୍ଧ ସହିତ ପରିଚିତ ହେଇଥିଲ। କିନ୍ତୁ ରୁକ୍ମିଣୀ ତ ପାରିଜାତରେ ଗୁଣ ସବୁକୁ ଅନୁଭବ ହିଁ କରିନଥିଲେ। ସେ ତ ଦେବଲୋକର ବାତାବରଣ ସହିତ ମଧ୍ୟ ଅପରିଚିତ ଥିଲେ। ସେଥିପାଇଁ ଯେତେବେଳେ ଦେବରାଜ ଇନ୍ଦ୍ର ମୋତେ ଏ ପୁଷ୍ପ ଦେଲେ ତ ମୁଁ ଭାବିଲି ଯେ ଏଥିରେ ତମ ଭଳି ଅନୁଭୂତିର ସୌଭାଗ୍ୟ ତାଙ୍କୁ ବି ମିଳିବ, ଯାହା ତମେ ମୋ ସହିତ ଦେବଲୋକରେ ପ୍ରାପ୍ତ ହେଇଛ। ଏଥିରେ ତମର ଅକଲ୍ୟାଣର କଥା କୋଉଠି ରହିଲା? ଏଥିରେ ଯଦି ତମକୁ ଅପମାନ ଲାଗୁଥାଏ
ତାହେଲେ ମୁଁ ତମ ପାଇଁ ଦେବଲୋକରୁ ସମସ୍ତ ପାରିଜାତ ପୁଷ୍ପ ଆଣି ତମକୁ ଦେଇପାରିବି। ଏବେ ମୋର ପାରିଜାତ ପୁଷ୍ପ ଦରକାର ନାହିଁ, ମତେ ପୁରା ପାରିଜାତ ବୃକ୍ଷ ଦରକାର। ବାସୁଦେବ, ଆପଣ ଯଦି ମତେ ପ୍ରେମ କରୁଥାନ୍ତି ତାହେଲେ ମତେ ପାରିଜାତ ବୃକ୍ଷ ହିଁ ଆଣି ଦିଅନ୍ତୁ। ମୁଁ ତାର ଛାୟାରେ ପୁଣ୍ୟବ୍ରତ କରିବାକୁ ସଂକଳ୍ପ କରିଛି। ନହେଲେ ମତେ ଆଜ୍ଞା ଦିଅନ୍ତୁ, ମୁଁ ତପସ୍ୟା କରିବାକୁ ଯିବାକୁ ଚାହେଁ। ଯଦି ତମେ ପୁଣ୍ୟବ୍ରତ କରିବାର ସଂକଳ୍ପ କରିସାରିଛ ତାହେଲେ ନିଃସନ୍ଦେହରେ ମୁଁ ସ୍ୱର୍ଗଲୋକରୁ ପାରିଜାତ ବୃକ୍ଷ ଆଣି ତମ ଉଦ୍ୟାନରେ ଅବଶ୍ୟ ରୋପଣ କରିଦେବି। ଏବେ ତ ଖୁସି ହେଇଯାଅ ସତ୍ୟଭାମା। ସତ କହୁଛନ୍ତି? ସତରେ ଆପଣ ମୋ ପାଇଁ ପୁରା ପାରିଜାତ ବୃକ୍ଷ ଆଣିବେ? ନିଃସନ୍ଦେହରେ। ନାରାୟଣ ନାରାୟଣ। ପ୍ରଭୁ ଆପଣଙ୍କ ଲୀଳା ବଡ଼ ବିଚିତ୍ର। ଦେବୀ ସତ୍ୟଭାମାଙ୍କୁ ଆପଣ ଚିରଯୌବନ ବରଦାନ ଦେଇ ତାଙ୍କ ଅହଙ୍କାରକୁ ଚରମ ସୀମାରେ ପହଞ୍ଚେଇ ଦେଇଛନ୍ତି। ଆଉ ପୁଣି ଏବେ ତାଙ୍କରି ପାଇଁ ପାରିଜାତ ଆଣିବାର ଯୋଜନା କରୁଛନ୍ତି। ତଥାପି ବି ଠିକ୍ ଅଛି, ଦେବରାଜ ଇନ୍ଦ୍ରଙ୍କ ଅହଙ୍କାରକୁ ବି ତ ସମାପ୍ତ କରିବାକୁ ପଡ଼ିବ। ସେ ବି ତ ଭଗବାନ ଶଙ୍କରକୁ ପାରିଜାତ ଦେବାକୁ ମନା କରିଦେଇଥିଲେ ନା। ତାଙ୍କୁ ତ ଏ ଧୃଷ୍ଟତାର ଦଣ୍ଡ ମିଳିବା ଉଚିତ। ପ୍ରଭୁ ବାଃ, ପ୍ରଭୁ ବାଃ, କେମିତି ଲୀଳା ରଚିଛନ୍ତି। ଗୋଟିଏ ତୀର ଆଉ ଦୁଇଟା ଶିକାର। ନାରାୟଣ ନାରାୟଣ। ସତ୍ୟଭାମା, ମୁଁ ଏଇ ମୁହୂର୍ତ୍ତରେ ଦେବରାଜ ଇନ୍ଦ୍ରଙ୍କୁ ସନ୍ଦେଶ ପଠାଉଛି। କିନ୍ତୁ କାହା ହାତରେ? ମନିବର ନାରଦଙ୍କ ହାତରେ। ଆଉ କାହା ହାତରେ? ନାରାୟଣ 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 ନାରାୟଣ। ପ୍ରଣାମ ମୁନିବର। ସୌଭାଗ୍ୟବତୀ ଭବ। ଆପଣ ଦୁହେଁ ମତେ କାହିଁକି ସ୍ମରଣ କଲେ? ଦେବର୍ଷି, ଦେବୀ ସତ୍ୟଭାମା ପାରିଜାତ ବୃକ୍ଷର ଛାୟାରେ ପୁଣ୍ୟବ୍ରତ ପାଳନ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଆପଣ ଦେବଲୋକକୁ ଯାଇ ମୋ ତରଫରୁ ଏ ବିନତି ଦେବରାଜ ଇନ୍ଦ୍ରଙ୍କୁ କରିବାକୁ ହବ ଯେ ସେ ପାରିଜାତ ବୃକ୍ଷକୁ ସତ୍ୟଭାମାଙ୍କ ଉଦ୍ୟାନରେ ଲଗାଇ ଦେବେ। ପ୍ରଭୁ, ମତେ କିନ୍ତୁ ସନ୍ଦେହ ଲାଗୁଛି ସେ ଆପଣଙ୍କର ଏ ବିନତିକୁ ସ୍ୱୀକାର କରିନପାରନ୍ତି। କାହିଁକି ନୁହେଁ? ସେ ତ ଲୋକପାଳ, ଆଉ ମୁଁ ତ ଲୋକ କଲ୍ୟାଣ ନିମିତ୍ତ ତାଙ୍କଠୁ ସେ ବୃକ୍ଷ କାମନା କରୁଛି। ସେ କଥା ଠିକ୍ ଯେ ପ୍ରଭୁ, କିନ୍ତୁ ଦେବରାଜ ତ ଭଗବାନ ଶଙ୍କରକୁ ବି ସେ ବୃକ୍ଷକୁ ଦେବା ପାଇଁ ଆଗରୁ ଥରେ ମନା କରିଦେଇଛନ୍ତି। ସେ ବି ତ ମାତା ପାର୍ବତୀଙ୍କ ପୁଣ୍ୟବ୍ରତ ପାଇଁ ପାରିଜାତ ମାଗିଥିଲେ। ଭଗବାନ, ଦେବଲୋକର ସେ ସମ୍ପଦକୁ ପୃଥିବୀକୁ ଆଣିବା ଉଚିତ ହେବ। ଆପଣ କଣ କ୍ଷୀରସାଗରକୁ ପୃଥିବୀ ଲୋକକୁ ଆଣିବା କଥା ଭାବିପାରିବେ? ଏସବୁ କଣ ବିଧିର ବିଧାନର ବିରୋଧୀ ହେବନି ଭଗବାନ? ଦେବର୍ଷି, ଆପଣଙ୍କ କଥନ ବି ଉଚିତ ଅଟେ, କିନ୍ତୁ ମୁଁ ତ ଦେବୀ ସତ୍ୟଭାମାଙ୍କୁ ପାରିଜାତ ବୃକ୍ଷକୁ ପୃଥିବୀ ଲୋକକୁ ଆଣିବାର ବଚନ ଦେଇସାରିଛି। ଏବେ ଇଏ ବି ତ ସମ୍ଭବ ନୁହଁ ଯେ ମୁଁ ଦେଇଥିବା ବଚନ ମିଥ୍ୟା ହେଇଯିବ। ଯଦି ଏମିତି ହେଲା ତାହେଲେ ସଂସାରରେ ସତ୍ୟର ବିନାଶ ହେଇଯିବ। ସେଥିପାଇଁ ଆପଣ ଇନ୍ଦ୍ରଙ୍କୁ ମୋ ସନ୍ଦେଶ ଯାଇ ଦିଅନ୍ତୁ। ଯଥା ଆଜ୍ଞା ପ୍ରଭୁ। ନାରାୟଣ ନାରାୟଣ। ସ୍ୱାଗତମ୍ ସ୍ୱାଗତମ୍ ଦେବର୍ଷି, ସ୍ୱାଗତମ୍। ଆସନ୍ତୁ ଆସନ୍ତୁ। କୁହନ୍ତୁ, ତିନି ଲୋକରେ ସବୁ କୁଶଳ ତ? କୁଶଳ ତ ନିଶ୍ଚୟ, କିନ୍ତୁ ଆଜି ମୁଁ ଆପଣଙ୍କ ପାଖକୁ ଏକ ଅତ୍ୟାବଶ୍ୟକ ସନ୍ଦେଶ ନେଇକି ଆସିଛି। କହିବେ ତ? କହିବି? ଅବଶ୍ୟ ମୁନିବର, ଅବଶ୍ୟ। ଦ୍ୱାରିକାଧୀଶ ଶ୍ରୀକୃଷ୍ଣ ଆପଣଙ୍କୁ ନିବେଦନ କରିଛନ୍ତି ଯେ ନିଜର ସହଧର୍ମିଣୀ ଦେବୀ ସତ୍ୟଭାମାଙ୍କ ପୁଣ୍ୟବ୍ରତର ସୁଫଳ ପାଇଁ ଆପଣଙ୍କଠୁ ପାରିଜାତ ବୃକ୍ଷ କାମନା କରିଛନ୍ତି। ବାସ୍ ଏଇ ସନ୍ଦେଶ ନେଇ ମୁଁ ଆପଣଙ୍କ ପାଖକୁ
ଆସିଛି ଦେବେନ୍ଦ୍ର। ମୃତ୍ୟୁ ଲୋକରେ ପାରିଜାତର କାମନା? ହଁ, ଶ୍ରୀକୃଷ୍ଣ ତ ସେୟା ହିଁ କହୁଥିଲେ। ତାହେଲେ ସେ କଣ କଥା ଜାଣିନାହାନ୍ତି ଯେ ସେ ଏବେ ମନୁଷ୍ୟ ଯୋନିରେ ଅଛନ୍ତି ଆଉ ପୃଥିବୀରେ ବାସ କରୁଛନ୍ତି? ଦେବଲୋକକୁ ଅମରତ୍ୱ ଦଉଥିବା ପାରିଜାତକୁ ମୁଁ ପୃଥିବୀ ଲୋକକୁ କେମିତି ପଠାଇ ପାରିବି? କିନ୍ତୁ ଦେବେନ୍ଦ୍ର, ଶ୍ରୀକୃଷ୍ଣ ତ ଦେବୀ ସତ୍ୟଭାମାଙ୍କୁ ଏ ବଚନ ଦେଇ ସାରିଛନ୍ତି। ବଚନ ଦେଲେ ଦେଇଥିବେ, ହେଲେ ଏ ସବୁ ତ ବିଧିର ବିଧାନର ବିପରୀତ। ସ୍ୱୟଂ ବ୍ରହ୍ମା ତ ପାରିଜାତକୁ ସ୍ୱର୍ଗ ଲୋକରେ ରଖିବାର ବ୍ୟବସ୍ଥା କରିଛନ୍ତି। ଯଦି ପାରିଜାତ ପୃଥିବୀ ଲୋକକୁ ଚାଲିଯାଏ ତାହେଲେ ଭୂଲୋକ ଆଉ ସ୍ୱର୍ଗ ଲୋକ ଭିତରେ ପାର୍ଥକ୍ୟ ବା କଣ ରହିବ? ମୃତ୍ୟୁ ଲୋକରେ ଦେବତା ହେବାକୁ କାମନା ଆଉ କିଏ ବା କାହିଁକି କରିବ? ଯିଏ ଭଲ କର୍ମ କରିଥାଏ ତାକୁ ଦେବଲୋକରେ ନିବାସ କରିବାର ସୁଖ ମିଳିଥାଏ। ଯଦି ମାନବ ପୃଥିବୀ ଲୋକରେ ସ୍ୱର୍ଗ ସୁଖ ଭୋଗ କରିବାକୁ ପାଇବେ ତାହେଲେ ଆମ ଦେବତାଙ୍କୁ ଯଜ୍ଞର ଭୋଗ କେମିତି ପ୍ରାପ୍ତ ହେବ? ଆମର ତ ସବୁ ମର୍ଯ୍ୟାଦା ସମାପ୍ତ ହେଇଯିବ ମୁନିବର। ଦେବେନ୍ଦ୍ର, ଯାହାଙ୍କୁ ଆପଣ ମୃତ୍ୟୁ ଲୋକର ନିବାସୀ ଭାବି ପାରିଜାତ ଦେବାକୁ ମନା କରୁଛନ୍ତି ସେ ତ ସାକ୍ଷାତ ବିଷ୍ଣୁ। ସଂସାରର ସମସ୍ତ ଯଜ୍ଞ ବିଷ୍ଣୁଙ୍କର ହିଁ ସ୍ୱରୂପ ଅଟେ। ସେ ହିଁ ତ ବରାହ ଅବତାର ନେଇ ପୃଥିବୀ ଲୋକକୁ ରକ୍ଷା କରିଥିଲେ। ବାମନ ଅବତାର ନେଇ ତିନି ଲୋକକୁ ଅଧିକାର କରିଥିଲେ। ସମୁଦ୍ର ମନ୍ଥନ ସମୟରେ ଯାହା ବି ରତ୍ନ ମିଳିଥିଲା ସେ ସବୁକୁ ତ ସ୍ୱୟଂ ବିଷ୍ଣୁ ହିଁ ଦେବଲୋକକୁ ଦାନ କରିଥିଲେ। ଆଉ ଏ ମୁହୂର୍ତ୍ତରେ ସେ ପୃଥିବୀ ଲୋକରେ ତ ଧର୍ମର ସଂସ୍ଥାପନା ହିଁ କରୁଛନ୍ତି। ଆଉ ଆପଣ ତାଙ୍କୁ ପାରିଜାତ ଦେବେନି? ନାରାୟଣ ନାରାୟଣ। ନା ମୁନିବର ନା। ଯଦି ଦ୍ୱାରିକାଧୀଶ ଚାହାନ୍ତି ତାହେଲେ ସ୍ୱର୍ଗ ଲୋକର ସମସ୍ତ ଆଭୂଷଣ, ବସ୍ତ୍ର, ରତ୍ନ ନିଜ ଉପଭୋଗ ପାଇଁ ମାଗିପାରନ୍ତି, କିନ୍ତୁ ପାରିଜାତ ନୁହେଁ। ପାରିଜାତ ତ ସ୍ୱର୍ଗର ଶୋଭା, ପାରିଜାତ ତ ସ୍ୱର୍ଗ ଲୋକର ଆତ୍ମା। ସେଥିପାଇଁ ମୁଁ ପାରିଜାତ ଦେବା ପାଇଁ ସ୍ପଷ୍ଟ ମନା କରୁଛି। ଏହି ସନ୍ଦେଶ ଦ୍ୱାରିକାଧୀଶଙ୍କୁ ଆପଣ ମୋ ତରଫରୁ ଦେଇଦେବେ। ଯାହା ଆପଣଙ୍କର ଇଚ୍ଛା ଦେବେନ୍ଦ୍ର। ନାରାୟଣ 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 ନାରାୟଣ। କୁହନ୍ତୁ ମୁନିରାଜ, କଣ କହିଲେ ଦେବରାଜ ଇନ୍ଦ୍ର? ପାରିଜାତ ପୃଥିବୀକୁ ଆସୁଛି ନା? ନାଇଁ ପ୍ରଭୁ, ଦେବରାଜ ଇନ୍ଦ୍ର ତ ପାରିଜାତକୁ ପୃଥିବୀ ପୃଷ୍ଠକୁ ପଠାଇବାକୁ ସ୍ପଷ୍ଟ ମନା କରିଦେଲେ। କ'ଣ ସ୍ପଷ୍ଟ ମନା କରିଦେଲେ? ହଁ, ଦେବରାଜ ତ ସ୍ୱର୍ଗଲୋକର ବସ୍ତ୍ର, ରତ୍ନ, ଆଭୂଷଣ ସବୁ କିଛି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ହେଲେ ପାରିଜାତ ବୃକ୍ଷ ନୁହେଁ। ଆଚ୍ଛା, ତାହେଲେ ଦେବେନ୍ଦ୍ର କଣ ଭୁଲିଗଲେ ଯେ ସ୍ୱର୍ଗ ଲୋକର ସମ୍ମାନ ରକ୍ଷା କରିବାକୁ ମୁଁ ନିଜର ଧର୍ମ ଭାବି ନରକାସୁରଠାରୁ ଦେବଲୋକକୁ ରକ୍ଷା କରିଥିଲି? ଆଉ ଏକଥା ବି ଭୁଲିଗଲେ ଯେ ଦେବମାତା ଅଦିତିଙ୍କ କୁଣ୍ଡଳ ମୁଁ ହିଁ ଫେରେଇ ଦେଇଥିଲି? ଆଉ ଏବେ ସେ ପାରିଜାତ ଦବାକୁ ମନା କରୁଛନ୍ତି? ତାହେଲେ ତ ମୁଁ ଯେମିତି ବି ହେଲେ ପାରିଜାତକୁ ନିଶ୍ଚିତ ଆଣିବି। ଏଥିପାଇଁ ମୋତେ ଦେବରାଜ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ପଡୁ ପଛେ। ଯୁଦ୍ଧ? ତାହେଲେ କଣ ଦ୍ୱାରିକାଧୀଶ ଯୁଦ୍ଧ କରିବା ପାଇଁ ମୋତେ ଆମନ୍ତ୍ରଣ ଦେଇଛନ୍ତି? ଯଦି ପ୍ରକୃତରେ ସେଇଆ, ତାହେଲେ ମୁଁ ପାରିଜାତକୁ ରକ୍ଷା କରିବା ପାଇଁ ଯୁଦ୍ଧ କରିବା ପାଇଁ ବି ପ୍ରସ୍ତୁତ। ଠିକ୍ ଅଛି ଦେବର୍ଷି, ଯଦି ଦେବେନ୍ଦ୍ର ଯୁଦ୍ଧ କରିବାକୁ ପ୍ରସ୍ତୁତ ତେବେ ଯୁଦ୍ଧ ଅବଶ୍ୟ ହେବ।
ମୋତେ ଆପଣଙ୍କୁ ସାଥିରେ ନେଇ ପୃଥିବୀ ଲୋକକୁ ଯିବାକୁ ହେବ। ଆପଣ ମୋ ସହିତ ଯିବାକୁ କୃପା କରନ୍ତୁ। ରହିଯାଆନ୍ତୁ ଦ୍ୱାରିକାଧୀଶ। ପାରିଜାତ ଦେବଲୋକର ସମ୍ପତ୍ତି, ଆଉ ମୁଁ ସେ ସମ୍ପତ୍ତିର ରକ୍ଷକ। ଆଉ ମୋ ଆଜ୍ଞା ବିନା ଆପଣ ଏହାକୁ ନେଇଯାଇ ପାରିବେ ନାହିଁ। ଆପଣଙ୍କ ଆଜ୍ଞା ପାଇଁ ତ ମୋ ମୁନିରାଜ ଦେବର୍ଷିଙ୍କୁ ଆପଣଙ୍କ ନିକଟକୁ ପଠାଇଥିଲି, କିନ୍ତୁ ମୁଁ ତ ସମ୍ମତି ଦେଇନଥିଲି ଦ୍ୱାରିକାଧୀଶ। ସେଥିପାଇଁ ତ ମୁଁ ସ୍ୱୟଂ ପାରିଜାତକୁ ନେବାକୁ ଆସିଛି। ତାହେଲେ କ'ଣ ମାନବଙ୍କୁ ଏ ଅଧିକାର ମିଳିଯିବ ଯେ ସେ ନିଜର ଇଚ୍ଛାର ପୂରଣ ପାଇଁ ଦେବତାଙ୍କ ମର୍ଯ୍ୟାଦାକୁ ଅତିକ୍ରମ କରିବେ? ଦେବତାଙ୍କ ଅନୁମତି ବିନା ନନ୍ଦନ ବନରେ ପ୍ରବେଶ କରିବେ? ନିଜର ପ୍ରତିଜ୍ଞା ପୂରଣ ପାଇଁ କରାଯାଉଥିବା ଆଚରଣକୁ କୌଣସି ମର୍ଯ୍ୟାଦାର ଅତିକ୍ରମ ବୋଲି କୁହାଯାଏନି ଦେବେନ୍ଦ୍ର। ବରଂ ନିଜ ଲକ୍ଷ୍ୟର ପ୍ରାପ୍ତି ଯଶର କାରଣ ହେଇଥାଏ, ଆଉ ମୁଁ ତାହା ହିଁ କରୁଛି। ଯଦି ତାକୁ ମୁଁ ଅନୁଚିତ କାର୍ଯ୍ୟ ବୋଲି କହେ ତାହେଲେ କ'ଣ ଆପଣ ପୂର୍ବରୁ ମୋର ବିନୟପୂର୍ବ ପ୍ରାର୍ଥନାକୁ ତିରସ୍କାର କରି ନିଜର ଅନୁଚିତ କାର୍ଯ୍ୟର ପରିଚୟ ଦେଇନାହାନ୍ତି ଦେବେନ୍ଦ୍ର? କିନ୍ତୁ ତାହା ମୋର କର୍ତ୍ତବ୍ୟ ଥିଲା। ଇନ୍ଦ୍ରପଦ ମୋତେ ଏଇଥିପାଇଁ ପ୍ରାପ୍ତ ହେଇଛି ଯେ ମୁଁ ଦେବଲୋକର ସମ୍ପତ୍ତି ରକ୍ଷା କରିବି। ବାସ୍ ସେଇଥିପାଇଁ ମୁଁ ଦେବତାଙ୍କର ମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ପାରିଜାତକୁ ପୃଥିବୀ ଲୋକକୁ ପଠାଇବାକୁ ମନା କରିଦେଇଥିଲି। ଆପଣ ମୋ ପ୍ରୟୋଜନ ବିଷୟରେ ଜାଣିଶୁଣି ମଧ୍ୟ ମନା କରିଦେଲେ। ସେଥିପାଇଁ ଏବେ ମୁଁ ପାରିଜାତକୁ ସାଥିରେ ନେଇଯାଉଛି। ତାହେଲେ ଆପଣଙ୍କୁ ମୋ ସହିତ ଯୁଦ୍ଧ କରିବାକୁ ହେବ ଦ୍ୱାରିକାଧୀଶ।
ଦ୍ୱାରିକାଧୀଶ ପୃଥିବୀ ପୃଷ୍ଠରେ ସନ୍ଧ୍ୟା ବନ୍ଦନର ସମୟ ଆଗତ। ଯୁଦ୍ଧ ନୀତି ଅନୁସାରେ ଏବେ ଆପଣଙ୍କର ବିଶ୍ରାମର ସମୟ। କାଲି ପ୍ରାତରେ ପୁଣି ଯୁଦ୍ଧ ଆରମ୍ଭ ହେବ। ମୋର ଅନୁରୋଧ ଯେ ଆପଣ ଦେବଲୋକରେ ମୋ ମହଲରେ ହିଁ ବିଶ୍ରାମ କରନ୍ତୁ। ନା ଦେବରାଜ, ଏ ମୁହୂର୍ତ୍ତରେ ଆମେ ଦୁହେଁ ଯୁଦ୍ଧରେ ସମ୍ମୁଖୀନ। ଯୁଦ୍ଧ ନୀତି ଅନୁସାରେ ମୁଁ ଆପଣଙ୍କ ଆଶ୍ରୟ ନେଇପାରିବିନି। ଆଉ ପୁଣି ଆଜି ତ ଶିବରାତ୍ରି, ଭଗବାନ ଶିବଙ୍କର ଆରାଧନାର ସମୟ। ସେଥିପାଇଁ ମୁଁ ଏବେ ପାରିଜାତ ପର୍ବତକୁ ଯାଇ ବିଧିପୂର୍ବକ ଶିବରାତ୍ରିର ପୂଜା କରିବି। ଯାହା ଆପଣଙ୍କର ଇଚ୍ଛା ପ୍ରଭୁ। ଦେବାଦିଦେବ ମହାଦେବ, ଆଜି ଶିବରାତ୍ରି, ଆଉ ମୋ ମନରେ ଆପଣଙ୍କ ଦର୍ଶନର ତୀବ୍ର ଲାଳସା। କୃପା କରି ମୋତେ ଆପଣ ଦର୍ଶନ ଦିଅନ୍ତୁ। हे पतित पावनी गंगा, आज महाशिवरात्रि, आउ मु द्वारिकार दूर जोद्धर दीक्षारे आज शंकर महादेवंकर आराधनार रात्रि। आउ मते तांकर पूजा करबाकू हबो। हे त्रिशूल पाणीक जटायुरे विहार करुथिबा गंगा, मु आपणको आवाहन करुछि।
नमस्ते विलयोदयात्मने तालकायै कपालमालाङ्कितकन्धराय दिव्याम्बरायै च दिगम्बराय नमः शिवायै च नमः शिवाय नमः शिवायै च नमः शिवाय अम्भोधर श्यामलकुन्तलायै तडित्प्रभाताम्रजटाधराय निरीश्वरायै निखिलेश्वराय नमः शिवायै च नमः शिवाय नमः शिवायै च नमः शिवाय प्रपञ्चसृष्ट्युन्मुखलास्यकायै समस्तसंहारकताण्डवाय जगज्जनन्यै जगदेकपित्रे नमः शिवायै च नमः शिवाय नमः शिवायै च नमः शिवाय शिवाय ॐ नमः शिवाय ॐ नमः शिवाय नमः शिवाय 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 नमः शिवाय ॐ नमः शिवाय ବାସୁଦେବ ମୁଁ ପ୍ରସନ୍ନ ଆପଣ ମୋର ପ୍ରିୟ ସ୍ତୋତ୍ରରେ ମୋତେ ଆବାହନ କରିଛନ୍ତି ଯେଉଁ ପର୍ବତ ଉପରେ ସ୍ୱୟଂ ଭଗବାନ ବାସୁଦେବ ମୋର ଆରାଧନା କରିଛନ୍ତି ସେ ପର୍ବତ ଉପରେ ମୋର ରୂପ ସିଦ୍ଧେଶ୍ୱର ନାମରେ ପରିଚିତ ହେବ ଆପଣ ଯେଉଁ ସ୍ତୋତ୍ରରେ ମୋର ଆବାହନ କଲେ ଭବିଷ୍ୟତରେ ଯିଏ ବି ଏହି ସ୍ତୋତ୍ରରେ ମୋତେ ପୂଜା କରିବ ତା ଉପରେ ମୁଁ ପ୍ରସନ୍ନ ରହିବି ଆଉ ଯିଏ ଏହି ଜଳଧାରରେ ସ୍ନାନ କରିବ ତାକୁ ଗଙ୍ଗା ସ୍ନାନର ପୁଣ୍ୟ ପ୍ରାପ୍ତ ହେବ କୁହନ୍ତୁ ପ୍ରଭୁ ମୋ ଯଜ୍ଞର କ'ଣ ସେବା ରହିଛି ଭଗବାନ ଆପଣ ତ ମୋର ଇଷ୍ଟ ଆପଣଙ୍କଠୁ ସେବା ନୁହଁ ବରଂ ଆଶୀର୍ବାଦ ଚାହୁଁଛି ନିଜକୁ ନ୍ୟୁନ ବିଚାର କରି ଅନ୍ୟକୁ ସମ୍ମାନ ଦେଇଥାନ୍ତି ଏହା ତ ଆପଣଙ୍କର ହୃଦୟର ବିଶାଳତାର ପରିଚୟ ସମଗ୍ର ସୃଷ୍ଟିର ପାଳନକର୍ତ୍ତା ହୋଇ ମଧ୍ୟ ନିଜକୁ ନଗଣ୍ୟ ବୋଲି କହିଥାନ୍ତି ତିନି ଲୋକର ସ୍ୱାମୀ ହୋଇ ମଧ୍ୟ ଜଣେ ଯାଚକ ଭଳି ବିନମ୍ର ଏହା ହିଁ ତ ଆପଣଙ୍କର ମହାନତାର ପରିଚୟ ସେଥିପାଇଁ ବିଜୟ ତ ଆପଣଙ୍କର ସୁନିଶ୍ଚିତ କିନ୍ତୁ କିନ୍ତୁ କ'ଣ ଦେବାଦିଦେବ ଏଇଆ ଯେ ମୁଁ ଆପଣଙ୍କର ଆଉ ଦେବରାଜ ଇନ୍ଦ୍ରଙ୍କର ଯୁଦ୍ଧ ଦେଖି ଚାଲିଛି ଆପଣ ଇନ୍ଦ୍ରଙ୍କୁ ଘାତକ ପ୍ରହାର କରୁନାହାନ୍ତି ମୋତେ ଏମିତି ଲାଗୁଛି ଆପଣ ତାଙ୍କର ରକ୍ଷା କରୁଛନ୍ତି ବାସୁଦେବ ହଁ ପ୍ରଭୁ ମୋର ଉଦ୍ଦେଶ୍ୟ
ଇନ୍ଦ୍ରଙ୍କୁ ପରାଜିତ କରିବା ନୁହଁ, ମୁଁ ତ ତାଙ୍କର ଅହଙ୍କାରକୁ ମର୍ଦ୍ଦନ କରିବାକୁ ଚାହୁଁଛି। ମୁଁ ପୂର୍ବରୁ ବି ଗୋବର୍ଦ୍ଧନ ପର୍ବତରେ ତାଙ୍କର ଏ ଅହଙ୍କାରକୁ ନାଶ କରିସାରିଛି। ତଥାପି ବି ସେ ଆପଣଙ୍କୁ ପାରିଜାତ ପୁଷ୍ପ ଦେବାକୁ ମନା କରିଥିଲେ। ସେହି କାରଣବଶତଃ ଆପଣଙ୍କୁ ଭଗବତୀ ପାର୍ବତୀଙ୍କ ନିମିତ୍ତ ଏକ ପାରିଜାତ ବନ ସୃଷ୍ଟି କରିବାକୁ ପଡ଼ିଲା। ଏ ମୁହୂର୍ତ୍ତରେ ସେ ମୋତେ ମଧ୍ୟ ପାରିଜାତ ଦେବାକୁ ମନା କରୁଛନ୍ତି ଆଉ ନିଜକୁ ଏକ ସର୍ବୋଚ୍ଚ ସତ୍ତା ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ତାଙ୍କର ଏ ଅହଙ୍କାରକୁ ମର୍ଦ୍ଦନ କରି ପାରିଜାତ ବୃକ୍ଷକୁ ପୃଥିବୀ ପୃଷ୍ଠକୁ ନେଇଯିବାକୁ ଚାହୁଁଛି। ସେଥିପାଇଁ ଆଶୀର୍ବାଦ ଦିଅନ୍ତୁ। ଅବଶ୍ୟ କାଲି ଆପଣ ପାରିଜାତ ସହିତ ହିଁ ପୃଥିବୀ ଲୋକକୁ ଯିବେ ବାସୁଦେବ।
କୃଷ୍ଣ ଏ କ'ଣ କରୁଛ? ରହିଯା ସୁଦର୍ଶନ। ପ୍ରଣାମ ଦେବମାତା। ନିଜର ଭାଇକୁ ବିନାଶ କରିଦେବ ଏ କଥା କ'ଣ ମନେ ପକାଇଦେବା ଆବଶ୍ୟକ ଯେ ବାମନ ଅବତାରରେ ମୁଁ ହିଁ ତମକୁ ଜନ୍ମ ଦେଇଥିଲି। ଆରେ ଇନ୍ଦ୍ର ପରାସ୍ତ ହୋଇଗଲେ ତ ଇନ୍ଦ୍ରପଦର ସମ୍ମାନ ବି ନଷ୍ଟ ହେଇଯିବ। କୃଷ୍ଣ ଏ ଯୁଦ୍ଧ ଏଇଠୁ ରଖିଦିଅ। ଯଥାଜ୍ଞା ଦେବମାତା। ମୁଁ ତୁମକୁ ପାରିଜାତ ବୃକ୍ଷ ପ୍ରଦାନ କରୁଛି, କିନ୍ତୁ ଏହାର ବିଧାନ ଏହା ହିଁ ହେବ ଯେ ଯେମିତି ସତ୍ୟଭାମାଙ୍କ ପୁଣ୍ୟବ୍ରତ ପୂର୍ଣ୍ଣ ହେବ ସେ ସ୍ୱର୍ଗଲୋକକୁ ଫେରି ଆସିବ। ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ ଦେବମାତା। ମୋତେ କ୍ଷମା କରନ୍ତୁ ଦ୍ୱାରିକାଧୀଶ, କ୍ଷମା କରନ୍ତୁ ପ୍ରଭୁ। ନିଅନ୍ତୁ ଦେବରାଜ, ମୁଁ ଆପଣଙ୍କ ବଜ୍ର ଫେରାଇ ଦେଉଛି। लक्ष्मीकान्तं तुभ्यं नमामि हे शान्ताकारं तुभ्यं नमामि। Hare Krishna